ନମସ୍କାର ସାଙ୍ଗମାନେ। ସକାଳୁ ସକାଳୁ ଗାଧୋଇ ପାଧୋଇ ମୁଁ ହେଇଗଲି ରେଡ଼ି। ତାପରେ ମୁଁ ଚାଲିଗଲି ରୋଷେଇ ଘରକୁ। ଶୀତୁଆ ସକାଳରେ ସମସ୍ତଙ୍କୁ ଗରମା ଗରମ ଚା କରି ଦେଇଦେଲି। ତାପରେ ଠାକୁର ଘରକୁ ଯାଇ ଠାକୁର ପୂଜା ମଧ୍ୟ କରିଦେଇଥିଲି। ଏପଟେ ଗୋଟେ ଆରିସା ପିଠା ଧରି ମୋ ଝିଅକୁ ଟିକେ ଖୁଆଇ ନିଜେ ଖାଇ ଦେଇଥିଲି। ତାପରେ ମୁଁ ଲାଗି ପଡ଼ିଲି ରୋଷେଇ ଘର ସଫା କରିବାରେ। ରୋଷେଇ ଘରକୁ ଭଲ ଭାବରେ ସଫା କରିଦେଇ ପୁଣି ବସି ପଡ଼ିଲି ପଖାଳ ଖାଇବାକୁ। ଯେତେ ବି ଶୀତ ହେଉନା କାହିଁକି ପଖାଳ ଖାଇବା ତ ମୁଁ କେବେ ଛାଡ଼ିପାରିବିନି। ମୋ ପରି ମାନେ ପଖାଳକୁ ଭଲ ପାଆନ୍ତି କମେଣ୍ଟ କରି ନିହାତି କହିବେ। ତାପରେ ମୁଁ ଲାଗି ପଡ଼ିଲି ଦ୍ୱିପହର ରୋଷେଇ କରିବାରେ। ଜଲ୍ଦି ଜଲ୍ଦି ଦ୍ୱିପହର ରୋଷେଇ ମଧ୍ୟ ସାରି ଦେଇଥିଲି। ଏପଟେ ବାବା କିଛି ଦିନ ପୂର୍ବରୁ ଫୁଲ ଗଛ ଆଣି ଥୋଇଥିଲେ, ଆଉ କୁଣ୍ଡ ମଧ୍ୟ ଆଣି ଥୋଇଥିଲେ। ମୁଁ ଘରକୁ ଆସିଲା ପରେ ଫୁଲ ଗଛକୁ ଦେଖି ତ ପୁରା ଖୁସି ହେଇଯାଇଥିଲି। ଆଉ ଡେରି ନ କରି ମୁଁ ଲାଗି ପଡ଼ିଲି ଗଛ ଲଗାଇବାରେ। ବାବା କିଛି ଖତ ମଧ୍ୟ ମଗେଇକି ରଖିଦେଇଥିଲେ। ଆଉ ଡେରି ନ କରି ସେଥିରେ କିଛି ମାଟି ଦେଇଦେଲି। ଫୁଲ ଗଛକୁ ରଖି କିଛି ମାଟି ଦେଇ ଖତ ମଧ୍ୟ ଦେଇଦେଇଥିଲି। ସବୁ ଗଛକୁ ଭଲ ଭାବରେ ଲଗେଇ ଦେଇ ମୁଁ ରେଡ଼ି କରିଦେଲି। ତାପରେ ଶେଷରେ ଗଛରେ କିଛି ପାଣି ଦେଇ ଫୁଲ ଗଛକୁ ମୁଁ ସାଇଜ୍ କରି ରଖିଦେଇଥିଲି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ନିହାତି କରିବେ, ଆଉ ହଁ, ସବସ୍କ୍ରାଇବ୍ ବି କରିଦେବେ। ରହିଲି, ଜୟ ଜଗନ୍ନାଥ।